ଆଜି ପାଗ ବହୁତ ରୋମାଣ୍ଟିକ ହୋଇଯାଉଥିଲା। ଥଣ୍ଡା ପବନ ସହିତ ବର୍ଷା ହେଉଥିଲା। ଏହି ଝିପିଝିପି ବର୍ଷା ମୋର ଭାବନାକୁ ଆନ୍ଦୋଳିତ କରୁଥିଲା। ମୁଁ ରୋଷେଇ ଘର ଛାଡ଼ି ପଛ ଅଗଣାକୁ ଆସିଲି ଏବଂ ମୋର ଅସ୍ଥିର ହୃଦୟକୁ ଶାନ୍ତ କରିବା ପାଇଁ ମୁଁ ମୋ ଶ୍ୱଶୁର ଏବଂ ଶାଶୁଙ୍କ କୋଠରୀକୁ ଝରକା ଦେଇ ଭିତରକୁ ଚାହିଁବାକୁ ଲାଗିଲି। ମୁଁ ସେହି ଦୃଶ୍ୟ ଦେଖି ନିଜକୁ ସମ୍ଭାଳି ପାରିଲି ନାହିଁ। ମୁଁ ଭିତରେ ଭିତରେ ଜଳିବାକୁ ଲାଗିଲି। ମୁଁ ମୋ ସ୍ୱାମୀ ବୀରେନଙ୍କୁ ତୀବ୍ର ଭାବରେ ମନେ ପକାଇଲି। ମୁଁ ମୋ ଶ୍ୱଶୁରଙ୍କୁ ଭଲ ପାଉଥିଲି ଯେ ସେ ଏହି ବୟସରେ ମଧ୍ୟ ଏତେ ଶକ୍ତିଶାଳୀ ଥିଲେ ଯେ ସେ ଏବେ ମଧ୍ୟ ମୋ ଶାଶୁଙ୍କୁ ଖୁସି ରଖିଛନ୍ତି। ମୋ ଶ୍ୱଶୁର ଏହି ବିଷୟରେ ଯେତେ ଉତ୍ସାହୀ ଥିଲେ, ମୋ ଶାଶୁ ତାଙ୍କଠାରୁ ସେତେ ଦୌଡ଼ି ପଳାଉଥିଲେ। ମୁଁ ଏକ ଲୟରେ ସେହି ସୁନ୍ଦର ଦୃଶ୍ୟ ଦେଖୁଥିଲି। ହଠାତ୍ କେହି ଜଣେ ମୋ କାନ୍ଧରେ ହାତ ରଖିଲେ। ମୁଁ ପଛକୁ ଓଲଟି ଦେଖିଲି ତ ମୋ ସ୍ୱାମୀ ବୀରେନ ମୋ ପଛରେ ଠିଆ ହୋଇଥିଲେ। ସେ ଆଶ୍ଚର୍ଯ୍ୟ ଆଖିରେ ମୋତେ ଦେଖିବାକୁ ଲାଗିଲେ। ମୁଁ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ଆଜି ତାଙ୍କର ଆସିବାର କୌଣସି ଉଦ୍ଦେଶ୍ୟ ନଥିଲା। ସେ କେବଳ ସପ୍ତାହର ସନ୍ଧ୍ୟାରେ ଘରକୁ ଆସୁଥିଲେ। ଆଜି ଗୁରୁବାର ଥିଲା। ହଠାତ୍ ମୋ ସାମ୍ନାରେ ତାଙ୍କୁ ଦେଖି ମୁଁ ଖୁସିରେ ଫୁଲିଗଲି ଏବଂ ତୁରନ୍ତ ତାଙ୍କୁ କୁଣ୍ଢେଇ ପକାଇଲି। ତାଙ୍କ ମୁହଁ ଦେଖି ମୁଁ ତାଙ୍କର ଗମ୍ଭୀର ମନୋଭାବ ବୁଝିପାରିଲି। ସେ ମୋତେ ରାଗି ଚାହିଁ କହିଲେ, ଜୁଲି, ତୁମେ ଏଠାରେ କଣ କରୁଛ? ମା ବାପାଙ୍କ ରୁମ୍ ଭିତରକୁ ଚାହିଁ ତୁମେ କଣ ଦେଖୁଛ? ଏବେ ମୁଁ ମୋର ଭୁଲ ବୁଝିପାରିଲି। ମୁଁ ବାହାନା କରି କହିଲି, ମୋତେ ବର୍ଷାରେ ଭିଜିବାକୁ ଇଚ୍ଛା ହେଉଥିଲା ଏବଂ ମୁଁ ବର୍ଷାରେ ଭିଜିବାକୁ ଏଠାକୁ ଆସିଥିଲି। ରୁମ୍ରୁ ଅଜବ ଶବ୍ଦ ଆସୁଥିଲା, ସେଥିପାଇଁ ମୁଁ ଭିତରକୁ ଚାହିଁଲି। ସେ ମୋ ହାତ ଧରି ରୁମ୍କୁ ନେଇଗଲେ ଆଉ ରାଗରେ କହିଲେ ଯେ କାହାର ରୁମ୍ ଭିତରକୁ ଚାହିଁବା ବହୁତ ଭୁଲ କାମ। ଆଜି ପରଠାରୁ ଯେମିତି ମୁଁ ତୁମକୁ ଏପରି କିଛି କାମ କରିବାର ନ ଦେଖେ। ସେତେବେଳେ ମୁଁ ଚୁପଚାପ ଗୋଟିଏ କାନରେ ତାଙ୍କ କଥା ଶୁଣି ଅନ୍ୟ କାନରେ ବାହାର କରିଦେଲି। ମୁଁ ଶ୍ୱଶୁର ଶାଶୁଙ୍କ ରୁମ୍କୁ ଚାହିଁ ସେହି ଦୃଶ୍ୟ ଦେଖି ଉପଭୋଗ କରୁଥିଲି। କିନ୍ତୁ ଏହା ସହିତ ମୁଁ ମୋ ହୃଦୟରେ ଏହା ମଧ୍ୟ ଅନୁଭବ କଲି ଯେ ମୁଁ ଇଚ୍ଛା କରେ ଯେ ମୋ ସ୍ୱାମୀ ମୋତେ ଖୁସିରେ ରଖିପାରିବେ ଯେପରି ମୋ ଶ୍ୱଶୁର ମୋ ଶାଶୁଙ୍କୁ ରଖିଛନ୍ତି। ରୁମ୍କୁ ଆସିବା ପରେ ମୁଁ ମୋର ଭାବନା ନିୟନ୍ତ୍ରଣ ହରାଇ ବୀରେନଙ୍କୁ କୁଣ୍ଢେଇ ପକାଇଲି। କିନ୍ତୁ ତାଙ୍କର ଥଣ୍ଡା ମନୋଭାବ ସେହିପରି ରହିଲା। ତାପରେ ସେ ମୋ ସହିତ ଏପରି ବ୍ୟବହାର କଲେ ଯେପରି ସେ ମୋତେ ତାଙ୍କ ମୁଣ୍ଡର ବୋଝ ପରି କାଢି ଦେଉଛନ୍ତି। କିଛି ସମୟ ପରେ ସେ ମୋ ଆଡ଼କୁ ମୁହଁ ଫେରାଇ ଶୋଇପଡ଼ିଲେ। ରାତିର ବାକି ସମୟ ମୁଁ ଭିତରେ ଭିତରେ ଜଳି ଚାଲିଲି। ମୁଁ ମୋ ସ୍ୱାମୀଙ୍କ ଉପରେ ବହୁତ ରାଗି ଯାଉଥିଲି ଯେ ସେ ମୋର ଇଚ୍ଛା କାହିଁକି ପୂରଣ କରନ୍ତି ନାହିଁ। ତାପରେ ପୁଣି ମୋର ଧ୍ୟାନ ମୋ ଶ୍ୱଶୁରଙ୍କ ଆଡ଼କୁ ଗଲା ଯେ ସେ ମଧ୍ୟ ସେହି ବ୍ୟକ୍ତି ଯିଏ ଆଜି ମଧ୍ୟ ପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି ଏବଂ ଏହାକୁ ଉପଭୋଗ କରୁଛନ୍ତି। ପରଦିନ ଯେତେବେଳେ ମୁଁ ଉଠିଲି, ମୋ ଶାଶୁ ବହୁତ ଅସୁସ୍ଥ ଥିଲେ। ସେ ମରିଗଲି ବୋଲି ଶବ୍ଦ କରୁଥିଲେ। ସେ ତାଙ୍କ ଅଣ୍ଟାକୁ ଧରିଥିଲେ। ତାଙ୍କ ଅଣ୍ଟାରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ରାତିର ଦୃଶ୍ୟ ମନେ ପକାଇ ମୁଁ ହସିବାକୁ ଇଚ୍ଛା କରୁଥିଲି, କିନ୍ତୁ ମୁଁ ବହୁତ କଷ୍ଟରେ ମୋର ହସ ବନ୍ଦ କଲି। ସେ ସାରା ରାତି ଯାହା କରୁଥିଲେ ଏହି ବୟସରେ ଏହା ଆଶା କରାଯାଉନଥିଲା। ସେ ସାରା ଦିନ ବିଛଣାରେ ପଡ଼ି ରହିଥିଲେ। ଆଜି ତାଙ୍କୁ ପ୍ରବଳ ଜ୍ୱର ହେଉଥିଲା। ମୋ ଶ୍ୱଶୁର ମଧ୍ୟ କୌଣସି ବାହାନାରେ ମୋ ଶାଶୁଙ୍କ ପାଖକୁ ଯାଉଥିଲେ। ସେ ତାଙ୍କୁ ଏଣେତେଣେ ଦେଖି ଚିଡାଉଥିଲେ ଏବଂ ତାପରେ ତାଙ୍କ ରୁମ୍କୁ ଯାଉଥିଲେ। ଏସବୁ ଦେଖି ମୋର ଭାବନା ମଧ୍ୟ ଉତ୍ତେଜିତ ହେଉଥିଲା। ତାପରେ ମୁଁ ବହୁତ କଷ୍ଟରେ ମୋର ଭାବନାକୁ ନିୟନ୍ତ୍ରଣ କରିପାରିଲି। ମୋ ସ୍ୱାମୀ ଆଜି ସକାଳେ ଫେରି ଯାଇଥିଲେ ଏବଂ ମୁଁ ତାଙ୍କ ଫେରିବା ପାଇଁ ଦିନ ଗଣିବା ଆରମ୍ଭ କରିଥିଲି। ସନ୍ଧ୍ୟାରେ ବାସନକୁସନ ଧୋଇବା ପରେ ମୁଁ ମୋ ରୁମ୍କୁ ଯିବା ଆରମ୍ଭ କଲି। ସେତେବେଳେ ମୋ ଶାଶୁ ମୋ ପାଖକୁ ଆସିଲେ ଏବଂ କହିଲେ, ଜୁଲି, ତୁମେ ଆଜି ଚା ତିଆରି କର ଏବଂ ତୁମ ଶ୍ୱଶୁରଙ୍କ ରୁମ୍ରେ ଦେଇ ଆସ। ଯଦି ମୁଁ ସେଠାକୁ ଯାଏ ସେ ମୋତେ ଛାଡ଼ିବେ ନାହିଁ। ଆଜି ମୋର ସ୍ୱାସ୍ଥ୍ୟ ବହୁତ ଖରାପ। କିନ୍ତୁ ସେ କିଛି ବୁଝିବେ ନାହିଁ। ସେ କେବଳ ଗୋଟିଏ କଥାରେ ଆଗ୍ରହୀ। ଶାଶୁ ସେମିତି କହି ତାଙ୍କ ରୁମ୍କୁ ଫେରିଗଲେ। ମୁଁ ଭାବୁଥିଲି ଯେ ସେ ଭାଗ୍ୟବାନ ଯେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ପ୍ରେମ ଦିଅନ୍ତି ଏବଂ ମୁଁ ଏସବୁ ପାଇଁ ଆଗ୍ରହୀ ଥିଲି। ତାପରେ ମୋ ମନରେ ଏହି ଭାବନା ଆସିଲା ଯେ ମୁଁ ମଧ୍ୟ ଏସବୁର ଫାଇଦା କାହିଁକି ନେବି ନାହିଁ। ଯଦି ସ୍ୱାମୀ ନୁହେଁ ତେବେ ଅତି କମରେ ଶ୍ୱଶୁର। କିନ୍ତୁ ତାପରେ ମୁଁ ମୋର ଚିନ୍ତାଧାରା ଛାଡ଼ିଦେଲି ଯେ ଯଦି ମୋ ଶ୍ୱଶୁର ଜାଣିପାରନ୍ତି ଯେ ମୁଁ ତାଙ୍କ ବିଷୟରେ କଣ ଭାବୁଛି ତେବେ ମୋ ପାଇଁ କଷ୍ଟକର ହେବ, କାରଣ ସେ ସବୁବେଳେ ମୋତେ ଝିଅ ବୋଲି ଡାକୁଥିଲେ ଏବଂ ମୋତେ ତାଙ୍କ ଝିଅ ବୋଲି ମଧ୍ୟ ମାନୁଥିଲେ। ଅନେକ ଥର ଏପରି ହେଉଥିଲା ଯେ ତାଙ୍କ ଦୃଷ୍ଟି ମୋତେ ଅଜବ ଲାଗୁଥିଲା, କିନ୍ତୁ ଯେତେବେଳେ ମୁଁ ତାଙ୍କୁ ଦେଖୁଥିଲି ସେ ହାଲୁକା ହୃଦୟରେ ହସୁଥିଲେ ଆଉ ପୁଣି ମୋ ସହିତ ଝିଅ ଭଳି କଥାବାର୍ତ୍ତା କରିବାକୁ ଲାଗୁଥିଲେ। ତାଙ୍କର ଏପରି ଦେଖିବାର ପ୍ରଭାବ ଅଜ୍ଞ ହୋଇଯାଉଥିଲା ଆଉ ମୁଁ ବୁଝିପାରୁଥିଲି ଯେ ସେ ମୋତେ ଯେକୌଣସି ଦୃଷ୍ଟିରେ ଦେଖନ୍ତୁ ସେ ମୋତେ ଝିଅ ଆଖିରେ ଦେଖୁଥିଲେ। ମୁଁ ତାଙ୍କ ବୋହୂ ଏବଂ ତାଙ୍କ ହୃଦୟରେ ମୋ ପ୍ରତି କୌଣସି ଭୁଲ ଭାବନା ନାହିଁ। ମୁଁ ମୋ ମନକୁ ଆସୁଥିବା ଭୁଲ ଚିନ୍ତାଧାରା ଦୂର କରି
चा तियारी करी मो ससुरंक कोठरीकु गली। कोठरीरे हालुका आलोक थिला, स्वप्नर परिवेश थिला। मो हृदयर अवस्था परिवर्तन हेबाकु लागिला। सेही मुहूर्तरे एहा भाबी मु मोर दुपटा विस्तार करी निजकु घोड़ाई देई मुहरे दुपटार एक ओढ़णा तियारी कली। मो सासु सबुबेले एहिपरि दुपटारे गुड़ाई होई रहुथिले। मु जानी सुनी मो सासुंक रूप ग्रहण करिथिली। मो ससुरंक पाखरे चा रखी जेमिति मु पछकु फेरिली, से तुरंत मो हाथ धरी मोते तांको पाखकु टाणी आनी मो सहित एपरि काम कले जे मोर भावना उत्तेजित हेबा आरंभ कला। सेतेबेले से मो सासुंक सहित जाहा करुथिले ताहा मो सह करिबा आरंभ कले। मोते तांको स्त्री भाबी से निर्भୟରେ करी चालिले। मु मध्य संपूर्ण नीरव एवं एसबुरे हजिगली। जदि मु शब्द कली सबु किछि बेकार होइजिबो, तेणु मु चुपचाप एहाकु उपभोग करुथिली। आगामी समयर अनुभव मोते पवनरे उड़ाई देउथिला। मु आखि बंद करी निजकु मो ससुरंक पाखरे समर्पण करि देइथिली एवं सेही समयरे मु भूली जाइथिली जे मु मो स्वामींक विश्वास एवं मु तांको बापांक सहित एसबु करिबा उचित नुही। मु मो ससुरंकु अटकाइबा उचित थिला। मु तांकु कहिबा उचित थिला जे मु तांको स्त्री नुहे बरं तांको बोहू, किंतु मोर इच्छा एवं भावना सेही शब्द गुड़िकु मो जीभकु आसिबाकु बाधा देउथिला। एवं तापरे बहुत समय पर्यंत जेतेबेले आमे दुहे आनंद एवं मजार अवस्थारे बुड़ीथिलु, आउ जेतेबेले आमर अवस्था स्वाभाविक हेला, सेतेबेले ही मो ससुरंक आखि मो मुह उपरे पड़िला। तापरे मु अतीतर सेही घटना गुड़िक मने पकाइली, जहा जोगु मु आजी एही अवस्थारे अछि। आमे दुई भाई भौणी थिलु। मो भाई मोठारु बड़ थिला एवं विवाहित थिला। मो बापा माँ मते बहुत स्नेहर सहित बड़ करिथिले। सेमाने मोर प्रत्येक इच्छा पूरण करिबा निजर कर्तव्य बोली मने करुथिले। आम परिवाररे 10म श्रेणी परे झियो मानंकु कॉलेज रे पढ़िबाकु अनुमति नथिला, किंतु परिवारर विरोध सत्वे मो बापा माँ मते कॉलेज पठाइथिले। प्रकृतरे सेमाने मते भल भाबरे पढ़िबा पई गोटिए कंप्यूटर एवं मोबाइल मध्य किनि देइथिले। एथिरे मध्य मो माँ एवं बापांकु बहुत कथा सुनिबाकु पड़िला जे जणे बड़ झियोकु एते स्वाधीनता देबा ठीक नुहे। तुमे ताकु कॉलेज रे नाम लेखाई देइछ एवं ता उपरे तुमे ताकु एक कंप्यूटर एवं मोबाइल मध्य देइछ। एहा बहुत भूल कथा। तुमको एथिपाई पश्चाताप करिबाकु पड़िबो, कारण मो बापा मांकर मो उपरे बहुत विश्वास थिला। सेमाने लोकंक सबु कथा गोटिए कानरे सुनुथिले एवं अन्य कानरे छाड़ी देउथिले। मु कॉलेज रे ही किछि झियोंक सह बंधुता करिथिली, जेउमाने मते एपरि वेबसाइट विषय कहिथिले जहार नाम मु केबे सुनि नथिली। तापरे गोटिए रातिरे समस्ते सोइबा परे मु सेही वेबसाइट खोलिली एवं सेठारे थिबा भिडियो एवं लोक माने कोन करुथिले, एहा मो भावनारे एक अद्भुत आलोड़न सृष्टि कला। मु आगरु एसबु भिडियो केबे देखि नथिली एवं एसबु करिबा विषय मु केबे जानि नथिली। मु जानि नथिली जे एहा सबु जणे पुरुष एवं जणे महिलांक मध्यरे होई पारे। तापरे गोटिए परे गोटिए एपरि वेबसाइट खोलिली एवं आनंदर एक नूतन दुनिया सहित परिचित हेली। एबे मु एसबु व्यवहारिक भाबरे काहा सहित करिबाकु चाहुथिली एवं निजे एसबु उपभोग करिबाकु चाहुथिली। एही दिन गुड़िकरे रातिरे गुप्त भाबरे अन्य लोकंक कोठरी भितरकु चाहिबार एही खराब अभ्यास मध्य मोर होइथिला। केतेबेले मु मो माँ बापांकु सेमानंक कोठरीरे देखुथिली तो केतेबेले मो भाई भाउजंक कोठरीकु एसबु भितरे 2 वर्ष बीती जाइथिला। एबे मोर भावना एते बढ़िबाकु लागिथिला जे गोटिए दिन मु मो भाईर कोठरी बाहरे ठिया होइथिली। तांको कोठरीर गोटिए झरका बारंडारे थिला एवं ग्रीष्म ऋतुरे से एही झरका खोला रखुथिले। मु गोटिए पार्श्वरे लुचि तांको कोठरी भितरकु देखुथिली। सेदिन मु मध्य सेहीपरि करुथिली। जेतेबेले मु मो पछरे काहार पाद शब्द अनुभव कली, सेतेबेले मु पछकु चाहिली। मु आश्चर्य होइगली। मो माँ सेठारे ठिया होइथिले, नियापरि आखिरे मो आड़कु चाहि रहिथिले। जेतेबेले तांको आखि कोठरी उपरे पड़िला, तांकर निश्वास किछि समय पई बंद होइगला एवं तापरे से मो गालरे जोररे चापुडा मारी मो कोठरीकु टाणी आनिले। से मते कहिबाकु लागिले, मु मो जीवनरे तभଳି सस्ता एवं निर्लज्ज झियो केबे देखि नाही। तू तो भाई भाउजंक कोठरी भितरकु काहिकी देखुथिलु। मु मो मां को बुझाइबाकु बहुत चेष्टा कली, किंतु से मु जाहा कहिली ताहा सुनिबाकु प्रस्तुत नथिले। एहा परे मो मां मते अधिक शिक्षा देबा परिवर्ते विवाह करिबा पई मो बापांक उपरे चाप पकाइबा आरंभ कले। जेतेबेले मो बापा मते विवाह करिबा सपक्षरे नथिले, मो मांक जिद मो बापांकु किछि बुझिबाकु समय देला नाही एवं तांको हृदय हताशरे बुड़ीगला। कारण से मो पई अनेक स्वप्न देखिथिले एवं से मोते उच्च शिक्षित देखिबाकु चाहुथिले। किंतु एबे मो भावनार प्रवाहरे एते भासी जाइथिली जे मो पई पाठ पढ़ा बहुत कष्टकर होइगला।
ଯେତେବେଳେ ମୁଁ ବହି ଖୋଲିଲି ମୋ ଆଖି ଆଗରେ ମୁଁ ଦେଖିଥିବା ସମସ୍ତ ଦୃଶ୍ୟ ଝଲସି ଉଠିଲା ଏବଂ ମୋର ଚିନ୍ତାଧାରା ମଧ୍ୟରେ ମୁଁ ନିଜକୁ ବ୍ୟବହାରିକ ଭାବରେ ଏସବୁ କରୁଥିବାର ଦେଖିଲି ଏବଂ ତାପରେ ମୋ ବାପା ମୋର ବିବାହ ସ୍ଥିର କଲେ। ମୁଁ ବିବାହ ସମ୍ପର୍କରେ ଅନେକ ସ୍ୱପ୍ନ ଦେଖିଥିଲି। ମୋର ଅନେକ ଇଚ୍ଛା ଥିଲା। ସେହି ଭିଡିଓ ଏବଂ ଅନ୍ୟାନ୍ୟ ଭିଡିଓ ଦେଖିବା ପରେ ମୁଁ ମନ ସ୍ଥିର କରିଥିଲି ଯେ ମୋ ସ୍ୱାମୀ ମଧ୍ୟ ଏପରି ହେବେ ଯିଏ ମୋତେ ପାଗଳ ଭାବରେ ଭଲ ପାଇବେ। କିନ୍ତୁ ପ୍ରଥମ ଦିନେ ହିଁ ମୋର ହୃଦୟ ସମ୍ପୂର୍ଣ୍ଣ ଭାଙ୍ଗିଗଲା କାରଣ ସେ ମୋତେ ସନ୍ତୁଷ୍ଟ କରିପାରିଲେ ନାହିଁ। ମୁଁ ଯେପରି ଅନ୍ୟମାନଙ୍କୁ ଦେଖିଥିଲି ସେପରି ସେ ମୋତେ ଖୁସି କରିପାରିଲେ ନାହିଁ। ସେ ମୋତେ ଆଦୌ ଭଲ ପାଉନଥିଲେ। ତାପରେ ମୋ ଶାଶୁ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ କଥାବାର୍ତ୍ତା କରିବାକୁ ଲାଗିଲେ ଏବଂ କହିଲେ ଯେ ମୁଁ ଏହି ସନ୍ଦେହରେ ବହୁତ ଚିନ୍ତିତ, ଯାହା ମୋତେ ଏହି ବୟସରେ ମଧ୍ୟ ଛାଡି ପାରୁନାହିଁ। ତାଙ୍କ କଥା ଶୁଣିବା ପରେ ମୁଁ ଜାଣିବାକୁ କୌତୂହଳ ହୋଇଗଲି ଯେ ସେ ଏପରି କାହିଁକି କହୁଛନ୍ତି। ତାଙ୍କ ସ୍ୱାମୀ କଣ କରନ୍ତି? ସେ ପ୍ରତିଦିନ ତାଙ୍କ ସ୍ୱାମୀଙ୍କ କ୍ଷୀରରେ ଅଲିଭ ତେଲ ଦେଉଥିଲେ। ମୋ ସ୍ୱାମୀ ମଧ୍ୟ ଏହା କରୁଥିଲେ, କିନ୍ତୁ ମୁଁ ଏଥିରେ କୌଣସି ଲାଭ ଦେଖିଲି ନାହିଁ। ମୁଁ ଜାଣି ନାହିଁ ସେ କାହିଁକି ମୋ ପାଖରୁ ଦୂରେଇ ପଳାଉଥିଲେ। ସେ ସପ୍ତାହରେ ଥରେ ଘରକୁ ଆସୁଥିଲେ ଏବଂ ତାପରେ ସେ ସାରା ସପ୍ତାହ ଘରୁ ଅନୁପସ୍ଥିତ ରହୁଥିଲେ। ତାପରେ ଗୋଟିଏ ଦିନ କଥାବାର୍ତ୍ତାରେ ମୁଁ ମୋ ଶାଶୁଙ୍କ ଠାରୁ ଜାଣିଲି ଯେ ମୋତେ ବିବାହ କରିବା ପୂର୍ବରୁ ସେ ପ୍ରତିଦିନ ଘରକୁ ଫେରୁଥିଲେ ଏବଂ ଏବେ ସେ ମୋତେ ଅଫିସ ବହୁତ ଦୂର ବୋଲି କହି ଏଡାଇ ଯାଉଥିଲେ। ଯିବା ଆସିବା ସମୟରେ ମୁଁ ବହୁତ ବିଳମ୍ବ ହୁଏ। ସେଥିପାଇଁ ମୁଁ ମୋର ଜଣେ ବନ୍ଧୁଙ୍କ ସହିତ ସେଠାରେ ଏକ ରୁମ୍ ନେଇଛି, ଯାହାଦ୍ୱାରା ମୋତେ ଅଫିସ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡେ। କିନ୍ତୁ ମୁଁ ଭାବୁଥିଲି ଯେ ବିବାହ ପୂର୍ବରୁ ମଧ୍ୟ ସେ ସମାନ ଅଫିସରେ କାମ କରୁଥିଲେ ଆଉ ସେ ଘରୁ ସେତେବେଳେ ଯିବା ଆସିବା କରୁଥିଲେ। ଏବେ ହଠାତ୍ କଣ ହେଲା? ମୁଁ ଚିନ୍ତିତ ଥିଲି ଯେ ହୁଏ ସେ ଅନ୍ୟ କୌଣସି ଝିଅକୁ ପସନ୍ଦ କରନ୍ତି ଏବଂ ମୋ ପାଖରୁ ଖସି ଯିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ସେ ମୋ ପାଖରୁ ଦୂରେଇ ପଳାଉଥିଲେ। ସେ ଘରକୁ ଆସିବାକୁ ଇଚ୍ଛା କରୁନଥିଲେ। ଯେତେବେଳେ ସେ ଘରକୁ ଆସୁଥିଲେ ସେ ମୋତେ ଭଲ ପାଉନଥିଲେ ଆଉ ଛୋଟ ଛୋଟ କଥାକୁ ନେଇ ସେ ମୋ ଉପରେ ବିରକ୍ତ ହେଉଥିଲେ। ତାଙ୍କ ହୃଦୟ ମୋ ଉପରେ ପୂର୍ଣ୍ଣ ହୋଇଯାଇଥିଲା। ଯେତେବେଳେ ମୁଁ ଏପର୍ଯ୍ୟନ୍ତ ତୃଷାର୍ତ୍ତ ରହୁଥିଲି ଏବଂ ସେ ମୋତେ ଏହି ଅବସ୍ଥାରେ ଛାଡି ନିଜକୁ କେମିତି ସନ୍ତୁଷ୍ଟ କରୁଥିଲେ। ଏବେ ଯେତେବେଳେ ମୁଁ ମୋ ସ୍ୱାମୀଙ୍କୁ ତାଙ୍କ ଖାଦ୍ୟପେୟର ଯତ୍ନ ନେଉଥିବାର ଦେଖୁଥିଲି ଏବଂ ଯେତେବେଳେ ମୁଁ ତାଙ୍କ ବିଷୟରେ ଶୁଣିଥିଲି, ମୁଁ ଭାବୁଥିଲି ଯେ ମୁଁ ଜାଣିନାହିଁ ମୋ ଶ୍ୱଶୁର କଣ କରନ୍ତି ଏବଂ ତାପରେ ଗୋଟିଏ ଦିନ ମୁଁ ମୋର ପୁରୁଣା ଅଭ୍ୟାସ ଜାରି ରଖି ତାଙ୍କ କୋଠରୀକୁ ଚାହିଁଲି ଏବଂ ମୋର ଆଖି ଖୋଲିଗଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋ ଶ୍ୱଶୁର ଏହି ବୟସରେ ମଧ୍ୟ ବହୁତ ଶକ୍ତିଶାଳୀ ଥିଲେ ଏବଂ ବୃଦ୍ଧ ହେବା ସତ୍ତ୍ୱେ ସେ ସୁସ୍ଥ ଏବଂ ସବଳ ଯୁବକମାନଙ୍କୁ ମଧ୍ୟ ପଛରେ ଛାଡି ଦେଉଥିଲେ। ମୁଁ ମୋ ନିଜ ନିଶ୍ୱାସ ପ୍ରତି ଈର୍ଷା ଅନୁଭବ କରିବାକୁ ଲାଗିଲି। ଅନେକ ଥର ମୁଁ ଭାବୁଥିଲି ଯେ ଯଦି ମୋ ସ୍ୱାମୀ ଏପରି ହୋଇଥାନ୍ତେ ତେବେ ମୋ ଜୀବନ କେତେ ସୁନ୍ଦର ହୋଇଥାନ୍ତା। ଏହିପରି ମୁଁ ମୋ ଜୀବନକୁ ରଙ୍ଗହୀନ ଏବଂ ସ୍ୱାଦହୀନ ଅନୁଭବ କରିବାକୁ ଲାଗିଲି। ହୁଏତ ଏହା ମୋ ଭିତରେ ଥିବା ଲୋଭୀ ବ୍ୟକ୍ତି ଥିଲା ଯେ ଆଜି ମୁଁ ମୋ ଶ୍ୱଶୁରଙ୍କ କୋଠରୀରେ ଉପସ୍ଥିତ ଥିଲି ଏବଂ ଠିକ୍ ସେତେବେଳେ ତାଙ୍କର ନଜର ମୋ ମୁହଁ ଉପରେ ପଡ଼ିଲା। ତାପରେ ସେ ନୀରବରେ ତାଙ୍କ ଦୃଷ୍ଟିର ଦିଗ ବଦଳାଇ ପୁଣି ତାଙ୍କ କାମରେ ବ୍ୟସ୍ତ ହୋଇଗଲେ। ମୁଁ ଆଶ୍ଚର୍ଯ୍ୟ ଏବଂ ବିଚଳିତ ହୋଇଗଲି ଯେ ମୋତେ ଚିହ୍ନିବା ସତ୍ତ୍ୱେ ସେ କାହିଁକି କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ସେ କଣ ପୂର୍ବରୁ ଜାଣିଥିଲେ? ତାପରେ ମୁଁ ସେଠାରୁ ମୋ ରୁମକୁ ଆସିଲି। ମୁଁ ବହୁତ ଖୁସି ହୋଇଗଲି। ମୋ ଜୀବନରେ ପ୍ରଥମ ଥର ପାଇଁ ମୁଁ ଏତେ ଉପଭୋଗ କରିଥିଲି। ଏବେ ଏହା ପ୍ରତି ଦ୍ୱିତୀୟ କିମ୍ବା ତୃତୀୟ ଦିନ ଘଟିବା ଆରମ୍ଭ ହେଲା। ମୋ ଶାଶୁ ନିଜକୁ ରକ୍ଷା କରିବା ପାଇଁ ଅନ୍ୟ ଏକ କୋଠରୀରେ ନିଜକୁ ବନ୍ଦ କରିଦେଉଥିଲେ। ଯେତେବେଳେ ମୁଁ ମୋ ଶ୍ୱଶୁରଙ୍କ କୋଠରୀକୁ ଯାଉଥିଲି ଏବଂ ସେଠାରେ ବହୁତ ସମୟ ବିତାଇବା ପରେ ମୋ ରୁମକୁ ଫେରି ଆସୁଥିଲି, ମୋ ଶାଶୁ କୃତଜ୍ଞ ଥିଲେ ଯେ ଏବେ ତାଙ୍କ ସ୍ୱାମୀ ତାଙ୍କଠାରୁ କିଛି ଦାବି କରୁନଥିଲେ ଏବଂ ତାଙ୍କୁ ଅଯଥା ହଇରାଣ କରୁନଥିଲେ କାରଣ ତାଙ୍କ ଆବଶ୍ୟକତା ମୁଁ ପୂରଣ କରୁଥିଲି ଏବଂ ବର୍ତ୍ତମାନ ମୋର କୌଣସି ଇଚ୍ଛା ଅପୂର୍ଣ୍ଣ ରହିଲା ନାହିଁ। ଏହିପରି ଆମେ ଦୁହେଁ ପରସ୍ପର ସହିତ ବହୁତ ଖୁସି ଥିଲୁ। ମୁଁ ହୃଦୟ ଭିତରେ ଭୟ କରୁଥିଲି ଯେ ଯଦି ମୋ ଶାଶୁ କିମ୍ବା ସ୍ୱାମୀ ଏସବୁ ବିଷୟରେ ଜାଣିଯାଆନ୍ତି ତେବେ ମୁଁ ଜାଣିନାହିଁ ଯେ ସେମାନେ ମୋ ସହିତ କିପରି ବ୍ୟବହାର କରିବେ। ଏହା ମଧ୍ୟ ସମ୍ଭବ ଥିଲା ଯେ ମୋ ସ୍ୱାମୀ ମୋତେ ଘରୁ ବାହାର କରିଦେବେ ଏବଂ ଯଦି ମୋ ଶାଶୁ ଏସବୁ ଦେଖନ୍ତି ତେବେ ସେ ହୁଏତ ମୋତେ ନିଶ୍ୱାସ ନେବା କଷ୍ଟକର କରିଦେବେ। ସେଥିପାଇଁ ମୁଁ ସତର୍କତାର ସହିତ ଏହି କାମ କରୁଥିଲି। ମୁଁ ବିଶେଷ ଧ୍ୟାନ ଦେଉଥିଲି ଯେ ଯେତେବେଳେ ମୋ ଶାଶୁ ଗଭୀର ନିଦ୍ରାରେ ଥିବେ ସେତେବେଳେ ମୁଁ ମୋ ଶ୍ୱଶୁରଙ୍କ କୋଠରୀକୁ ଯିବି। ଏପର୍ଯ୍ୟନ୍ତ ସେ ମୋତେ ସମସ୍ତଙ୍କ ସାମ୍ନାରେ ଝିଅ ବୋଲି ଡାକୁଥିଲେ, କିନ୍ତୁ ଏକାନ୍ତରେ ସେ ମୋ ଉପରେ ପ୍ରେମ ବର୍ଷାଉଥିଲେ ଏବଂ ମୁଁ ମଧ୍ୟ ସବୁବେଳେ ତାଙ୍କ ପାଇଁ ଅସ୍ଥିର
ଏବଂ ଚିନ୍ତିତ ରହୁଥିଲି। ଆଜି ମୋ ସ୍ୱାମୀ ବୀରେନ୍ ଘରକୁ ଆସିଥିଲେ। ଯଦିଓ ମୁଁ ସବୁବେଳେ ତାଙ୍କୁ ଅପେକ୍ଷା କରୁଥିଲି, କିନ୍ତୁ ଏବେ ମୁଁ ତାଙ୍କୁ ଦେଖିବାକୁ ଅସ୍ଥିର ନଥିଲି, କାରଣ ମୁଁ ଜାଣିଥିଲି ଯେ ଘରେ ତାଙ୍କର ଉପସ୍ଥିତି ଯୋଗୁଁ ମୁଁ ମୋ ଶ୍ୱଶୁରଙ୍କ କୋଠରୀକୁ ଯାଇପାରିବି ନାହିଁ। ସେଥିପାଇଁ ମୁଁ ମୋ ହୃଦୟ ଭିତରେ ଦୁଃଖ ଅନୁଭବ କରୁଥିଲି, କାରଣ ମୋ ସ୍ୱାମୀ ମୋତେ ସନ୍ତୁଷ୍ଟ କରିପାରୁ ନଥିଲେ। ସେଥିପାଇଁ ମୁଁ ତାଙ୍କ ସହିତ ଏସବୁ କରିବାକୁ ଇଚ୍ଛା କରୁନଥିଲି, କାରଣ ମୋ ଶ୍ୱଶୁର ମୋତେ ଯେଉଁ ମଜା ଏବଂ ଖୁସି ଦେଇଥିଲେ, ମୋ ସ୍ୱାମୀ ମୋତେ ସେହି ଖୁସି ଦେବା କଥା ଭାବି ମଧ୍ୟ ପାରୁନଥିଲେ। ଆଜି ମଧ୍ୟ ମୋ ସ୍ୱାମୀ କ୍ଳାନ୍ତ ହୋଇ କିଛି ସମୟ ପରେ ଶୋଇପଡ଼ିଲେ ଏବଂ ଏବେ ଯେତେବେଳେ ସେ ଘରେ ଥିଲେ, ମୁଁ ତାଙ୍କୁ କହିଲି ଯେ ଏବେ ତୁମେ ଘରୁ ଅଫିସ ଯିବ। ଏହା ଶୁଣି ସେ ଆଶ୍ଚର୍ଯ୍ୟ ଆଖିରେ ମୋ ଆଡ଼କୁ ଚାହିଁଲେ। ତୁମେ କଣ ଖୁସି ନୁହଁ ଯେ ମୁଁ ପ୍ରତିଦିନ ଘରେ ତୁମ ସହିତ ରହିବି? ମୁଁ ମୋର ମୁହଁର ଭାବକୁ ନିୟନ୍ତ୍ରଣ କରି ତାଙ୍କୁ କହିଲି, ମୋଠାରୁ ଆଉ କିଏ ଖୁସି ହେବ? ମୁଁ ବହୁତ ଖୁସି, କିନ୍ତୁ ମୁଁ କେବଳ ତୁମ ଯୋଗୁଁ ଏହା କହୁଥିଲି। ତୁମେ କହୁଛ ଯେ ଅଫିସ ଆସିବାକୁ ବହୁତ ସମୟ ଲାଗେ ଏବଂ ସେଥିପାଇଁ ମୁଁ ଏହା ପଚାରୁଛି। ତେଣୁ ସେ କହିଲେ, ମୁଁ ତୁମଠାରୁ ଦୂରରେ ରହି କ୍ଳାନ୍ତ ହୋଇଗଲିଣି। ସେଥିପାଇଁ ଏବେ ମୁଁ ପ୍ରତିଦିନ ଘରକୁ ଆସି ଘରୁ ଅଫିସ ଯିବି। ତାଙ୍କ କଥା ଶୁଣିବା ପରେ ମୁଁ ବାହ୍ୟ ଭାବରେ ହସୁଥିଲି, କିନ୍ତୁ ଭିତରେ ଭିତରେ ମୁଁ ଚିନ୍ତିତ ଥିଲି ଯେ ଆଜି ମୁଁ ମୋର ଏହି ଇଚ୍ଛା କିପରି ପୂରଣ କରିବି। ସେହିଦିନ ମୁଁ ବହୁତ ସମୟ ପର୍ଯ୍ୟନ୍ତ ମୋ ସ୍ୱାମୀଙ୍କୁ ଅପେକ୍ଷା କରି ରହିଲି। ମୁଁ ତାଙ୍କ ନମ୍ବରକୁ ବାରମ୍ବାର ଡାଏଲ କରି ଚାଲିଲି, କିନ୍ତୁ ତାଙ୍କ ନମ୍ବର ଲଗାତାର ବନ୍ଦ ହୋଇଯାଉଥିଲା। ଏବେ ସେ ଆଗ ଅପେକ୍ଷା ବହୁତ ଡେରିରେ ଫେରୁଥିଲେ। ତାପରେ ମୁଁ ଭାବିଲି ଯେ ସେ ଆଜି ଘରକୁ ନ ଆସିପାରନ୍ତି ଏବଂ ହୁଏତ ତାଙ୍କ ବନ୍ଧୁଙ୍କ ରୁମକୁ ଯାଇଥିବେ। ଏହି ଭାବନା ମୋ ମନକୁ ଆସିବା ମାତ୍ରେ ମୁଁ ତୁରନ୍ତ ମୋ ଶ୍ୱଶୁରଙ୍କ ରୁମକୁ ଗଲି। ଆଜି ମଧ୍ୟ ପ୍ରଥମେ ମୁଁ ମୋ ଶାଶୁଙ୍କୁ ଦେଖିଲି ଏବଂ ସେ ତାଙ୍କ ରୁମରେ ଗଭୀର ନିଦରେ ଶୋଇଥିଲେ। ଆଉ ତାପରେ ମୁଁ ଏହି ସୁଯୋଗ ନେଇ ଯେତେବେଳେ ମୋ ଶ୍ୱଶୁରଙ୍କ ରୁମକୁ ଗଲି, ସେ ମଧ୍ୟ ଜାଗ୍ରତ ଥିଲେ। ସେ ମଧ୍ୟ ମୋ ପାଇଁ ଅପେକ୍ଷା କରିଥିଲେ। ମୋତେ ଦେଖି ସେ କହିଲେ, କଣ ହେଲା ଜୁଲି? ସେ ଅଳସୁଆ ଲୋକଟି ପ୍ରତିଦିନ ଘରେ ଘୁରି ବୁଲୁଛି। ସେ କଣ ଆମ ଦୁହିଁଙ୍କୁ ସନ୍ଦେହ କରିବା ଆରମ୍ଭ କରିଛି? ମୁଁ ମୋ ଶ୍ୱଶୁରଙ୍କୁ ଉତ୍ତର ନ ଦେଇ କହିବାକୁ ଲାଗିଲି, ମୁଁ ନିଜେ ଏସବୁରେ ବିରକ୍ତ। ଯାହା ହେଉ, ମୁଁ ଏ ବିଷୟରେ ତୁମ ସହିତ ଅଭ୍ୟସ୍ତ ହୋଇଗଲିଣି। ବାପାଙ୍କ ସହିତ ଏସବୁ ନ କରିବା ପର୍ଯ୍ୟନ୍ତ ମୋତେ ଶାନ୍ତି ଲାଗୁନାହିଁ। ଆମେ ଏସବୁ ଆରମ୍ଭ କରିବା ପୂର୍ବରୁ ମୁଁ ମୋ ସ୍ୱାମୀ ବୀରେନ୍‌ଙ୍କ ସ୍ୱର ଶୁଣିଲି ଏବଂ ମୁଁ ଭୟଭୀତ ହୋଇ ଉଠିଲି ଏବଂ ତୁରନ୍ତ ରୁମ୍ରୁ ବାହାରକୁ ଆସିଲି ଏବଂ ମୋ ସ୍ୱାମୀ ମୋ ସାମ୍ନାରେ ଥିଲେ। ସେ ମୋତେ ଖୋଜୁଥିଲେ। ସେତେବେଳେ ମୋ ଶ୍ୱଶୁରଙ୍କ ରୁମରୁ ମୁଁ ବାହାରକୁ ଆସୁଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ମୁଁ ତାଙ୍କୁ ଏଡ଼ାଇ ଯିବାକୁ ଲାଗିଲି ଏବଂ କହିଲି, କଣ ହେଲା? ତୁମ ବାପା ଅସୁସ୍ଥ ଥିଲେ, ତେଣୁ ମୁଁ ତାଙ୍କ ପାଇଁ ଚା କରିଦେବାକୁ ଯାଇଥିଲି। ମୋ କଥା ଶୁଣି ସେ ହସିଲେ ଏବଂ ତାପରେ ମୁଁ ତାଙ୍କ ପାଇଁ ଖାଦ୍ୟ ଗରମ କରି ରୁମକୁ ଆସିଲି। ମୋ ସ୍ୱାମୀ ବହୁତ ସମୟ ପର୍ଯ୍ୟନ୍ତ ଏହି ବିଷୟରେ କଥାବାର୍ତ୍ତା କରି ଚାଲିଲେ। ତାପରେ ସେ ମୋତେ କହିଲେ ଯେ ତୁମେ ବହୁତ ଭଲ ଝିଅ। ମୁଁ ଗର୍ବିତ ଯେ ମୁଁ ତୁମ ପରି ଜଣେ ମହାନ ଏବଂ ସଜ୍ଜନ ସ୍ତ୍ରୀ ପାଇଛି। ତାଙ୍କ କଥା ଶୁଣି ମୁଁ ନିର୍ବାକ ହୋଇଗଲି। ସେ ଏପରି କାହିଁକି କହୁଥିଲେ? ତାପରେ ସେ କହିଲେ ଯେ ମୁଁ ଏବେ ବିବାହ କରିବାକୁ ଚାହୁଁନଥିଲି, କାରଣ ମୋର କିଛି ସମସ୍ୟା ଥିଲା ଯାହା ମୁଁ କାହାକୁ କହିପାରିଲି ନାହିଁ। କିନ୍ତୁ ମୋ ମା ଏବଂ ବାପାଙ୍କ ଚାପରେ ମୁଁ ବିବାହ କରିଥିଲି। ମୁଁ ଭୟ କରୁଥିଲି ଯେ ହୁଏତ ତୁମେ ସମସ୍ତଙ୍କ ଆଗରେ ମୋ ବିଷୟରେ ଖରାପ କହିବ, ତୁମେ ମୋତେ ଲଜ୍ଜିତ କରିବ, କିନ୍ତୁ ତୁମେ ତାହା କଲ ନାହିଁ। ଯଦି ତୁମ ସ୍ଥାନରେ ଅନ୍ୟ କୌଣସି ଝିଅ ଥାଆନ୍ତା, ତେବେ ସେ ଛାଡ଼ପତ୍ର ଦେଇଥାନ୍ତେ କିମ୍ବା ଅନ୍ୟ କାହା ସହିତ ସମ୍ପର୍କ ସ୍ଥାପନ କରିଥାନ୍ତେ। କିନ୍ତୁ ତୁମେ ପ୍ରକୃତରେ ବହୁତ ଭଲ ଯେ ତୁମେ ମୋତେ ଏବଂ ତୁମର ଶ୍ୱଶୁରଙ୍କୁ ବହୁତ ସମ୍ମାନ କରିଛ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋର ହୃଦୟ ଦ୍ରୁତ ଗତିରେ ଧଡ଼କିବାକୁ ଲାଗିଲା। ତେବେ ସେ କଣ ସବୁ ଜାଣିଥିଲେ? ଏବଂ ଏହା କହି ତାଙ୍କ ଆଖିରେ ଲୁହ ଆସିଗଲା ଏବଂ ସେ ମୋ ଆଗରେ ହାତ ଯୋଡ଼ି କହିଲେ, ଜୁଲି, ମୁଁ ତୁମକୁ ଜଣେ ମହିଳା ଯାହା ପାଇବାର ଯୋଗ୍ୟ ତାହା ଦେଇ ନାହିଁ। ମୁଁ ଜାଣେ, କିନ୍ତୁ ମୁଁ ଆଜିଠୁ ପ୍ରତିଜ୍ଞା କରୁଛି ଯେ ମୁଁ ତୁମକୁ ଜୀବନରେ କେବେ ଅଭିଯୋଗ କରିବାର ସୁଯୋଗ ଦେବି ନାହିଁ। ଏହାପରେ ସେ ମୋତେ ଏକ ଜୋରଦାର ଝଟକା ଦେଲେ। ତାଙ୍କ ଝଟକାରେ ଏତେ ଶକ୍ତି ଥିଲା ଯେ ମୋର ଆଖିରୁ ଲୁହ ଝରି ପଡ଼ିଲା ଏବଂ ମୁଁ ଝାଳରେ ପୁରା ଓଦା ହୋଇଯାଇଥିଲି ଏବଂ ମୋ ଶରୀରର ଅଙ୍ଗଗୁଡ଼ିକ ନିଷ୍କ୍ରିୟ ହୋଇଯାଇଥିଲା। ତେବେ ମୁଁ କଣ ସ୍ୱପ୍ନରେ ଏସବୁ ଦେଖିଲି? ସେ ଏବେ ବି କରି ଚାଲିଥିଲେ। ମୁଁ ସେମିତି ଶୋଇ ରହି ତାଙ୍କୁ ଦେଖି ମୁଁ ନିଜକୁ ଲଜ୍ଜିତ ଅନୁଭବ କରିବାକୁ ଲାଗିଲି। ତ ସାଙ୍ଗମାନେ, ଏହା ଥିଲା ଆମର ଏକ ଛୋଟ କାହାଣୀ। ତ ଆପଣମାନଙ୍କୁ ଏହି କାହାଣୀଟି କିପରି ଲାଗିଲା କମେଣ୍ଟରେ କୁହ। କାହାଣୀକୁ ଯଥାସମ୍ଭବ ଲାଇକ୍ ଏବଂ ତମ ସାଙ୍ଗମାନଙ୍କ ସହିତ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆଉ ଆଗକୁ ଆହୁରି ଏମିତିକା ରୋମାଣ୍ଟିକ କାହାଣୀ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଅନ୍ କରିଦିଅନ୍ତୁ। ଧନ୍ୟବାଦ।